ଗଞ୍ଜେଇ ଗଞ୍ଜେଇ ଆମେ ସେ ଗଞ୍ଜେଇଟାକୁ ଆମେ ଚୋରା ବୋଲି ଭାବୁଛେ, ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସେ ଭାବୁଛନ୍ତି ଏଇଟା ଆମର ଗୋଟେ ଚାଷ। ତେଣୁ ଯିଏ ଧାନ ବହିକି ଧାନ ବାହାନା ନେଇକି ଗଞ୍ଜେଇକି ଚାଷରେ ବ୍ୟବହାର କରୁଥିବେ, ମଧ୍ୟ ଧରା ହେଲେ ଆକ୍ସନ୍ ନିଆଯିବ। କୋଉଠି ସେମାନେ ଖବର ପାଇଥିବେ କହିଛନ୍ତି, ତେଣୁ ତାଙ୍କୁ ତଦାରଖ କରାଯିବ। ଯଦି ସେଭଳି ହେଇଥାଏ ତାଙ୍କର ବି କ୍ୟାନସଲ୍ କରାଯିବ, ତାଙ୍କୁ ଆଉ ସାର ଦିଆଯିବନି। ବୋଧେ କୃଷି ମନ୍ତ୍ରୀ କିଛି କୋଉଠି ଖବର ପାଇଛନ୍ତି କହିଛନ୍ତି, ନହେଲେ ଫଲ୍ସ ନ୍ୟୁଜ୍ କହିବେନି। ତାଙ୍କର ବି ସାର ଅଛି ନା, ଆମକୁ 60% ଦେଲା ପରେ ଆଉ 40% ଏଗ୍ରିକଲଚର ଡିପାର୍ଟମେଣ୍ଟ ହାତରେ ସାର ଅଛି, ତାଙ୍କର ଡିଲର ଦେଉଛନ୍ତି। ସେମାନେ ନିଜ କିଛି ରଖିକି ଚାଷୀକି ଦେଉଛନ୍ତି। ତେଣୁ ସେ ଇନକ୍ୱାରି କରିକି ତାର ଆକ୍ସନ୍ ନେବେ। ଆମ କତିରେ ଆଇନା ଆମେ ବି ତଦାରଖ କରିବୁ। ଖବର ଆସିଲାଣି, ଆମେ ବି ଆମ DRCS ARCS କହିଦେବୁ ତମେ ଆଲର୍ଟ ହବ, ସେମିତି କିଛି ହଉଥିବ ଧରିବେ।